ଶୋଇଥିବା ସମୟରେ ଭାଙ୍ଗିଦେଲା ଘର, ଚାଉଳ ଖାଇ ଗଲା ହାତୀ। ଅନୁଗୁଳ ବ୍ଲକ ବନ୍ତଳା ରେଞ୍ଜରେ ହାତୀମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ହାତୀ ଘଉଡ଼ାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ। ସୂଚନା ଅନୁଯାୟୀ ବନ୍ତଳା ରେଞ୍ଜ କଞ୍ଜା ଗ୍ରାମ ଅନ୍ତର ଦେହୁରୀ 55ଙ୍କ ଗତକାଲି ରାତିରେ ପ୍ରାୟ 12ଟା ସମୟରେ ତାଙ୍କ ଘରେ ପଶି ଚାଳ ଛପର ଘର ଭାଙ୍ଗିଥିଲା ହାତୀ। ଘରର ପଛପଟୁ ଆସି ଘରେ ଶୋଇଥିବା ସମୟରେ ଗୋଟିଏ କାନ୍ଥ ଭାଙ୍ଗି ଘରେ ପଶିଥିଲା ହାତୀ ଏବଂ ଘରେ ଥିବା ଚାଉଳ 2 ବସ୍ତା ଖାଇବା ସହିତ ଭାତ ହାଣ୍ଡି ଅନ୍ୟାନ୍ୟ ଆସବାବପତ୍ର ଫିଙ୍ଗି ନଷ୍ଟ କରିଛି। ଅନ୍ତରଙ୍କ କହିବା ଅନୁଯାୟୀ ବନ ବିଭାଗକୁ ଫୋନ୍ କରିଥିଲେ ହାତୀ ଆସିଛି ବୋଲି, ହେଲେ ଫୋନ୍ କରିବାରେ 1 ଘଣ୍ଟା ପରେ ଯାଇଥିଲେ ବନ କର୍ମଚାରୀ। ବନ କର୍ମଚାରୀଙ୍କ ଗାଲୁଆମି ବୁଦ୍ଧି ପାଇଁ ସାଧାରଣ ଲୋକେ ଏହି କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନୁଗୁଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। କଣ କଣ ତମର ଖାଇଛି, କଣ ଭାଙ୍ଗିଛି? ଚାଉଳ, କଂସା, ଭାତ, ଗଞ୍ଜ ଫିଙ୍ଗିଛି, ସବୁ କରିଛି, ଘର ଭାଙ୍ଗି ଦେଇଛି। ଏ ବିଷୟରେ ବନ ବିଭାଗକୁ ଜଣେଇଥିଲ? ଫରେଷ୍ଟ ବାଲା ଜଣେଇଦେଲ କି? ଜଣେଇଦେଲ ଆଇଲେ କି ଆସିନାହାନ୍ତି? ଘର ଘର ଭାଙ୍ଗି ସାରିଲା ପରେ, ଘର ଭାଙ୍ଗିକିରି ଖାଇ ସାରିଲା ପରେ କଣ କହିଲେ? ଯୋଉ କହିଲ ସେ ଘର ଭାଙ୍ଗିଲେ ତାକୁ ଆମେ କିରା କାହିଁ କହିଛୁ ଆଜି ଜଣେଇନ? ଆଉ ଜଣେଇନ ଯେ କଣ କହିଲେ? କଣ କହିଲେ? ଫଟୋ ଉଠେଇକି ନେଇଥିଲୁ। ନାଇଁ କିଛି